ଯେତେବେଳେ ଯେତେବେଳେ ଶିଷ୍ୟମାନଙ୍କ ସହିତ ଯେତେବେଳେ ଯାଉଅଛନ୍ତି ଯିବା ସମୟରେ ଗୋଟେ ନଦୀ ଦେଇକି ଯାଉଛନ୍ତି। ସେ ନଦୀର ନାମ କଣ? କିଦ୍ରୋନ ନଦୀ ବୋଲିକି କୁହାଯାଏ। ଏବେ ଟିକେ ଆମେ ଶୁଣିବା। ମୁଁ ଆଗରୁ କହିଥିଲି ପିତବାସ ଆଜ୍ଞା, ମୁଁ ଆଗରୁ କହିଥିଲି ମନ୍ଦିରର ପାଚେରୀ କି ବାଉଣ୍ଡ୍ରି କେତେଟା ଗେଟ୍ ଅଛି? ବହୁତ ବଡ଼। ସମସ୍ତେ ଟିକେ ଉଚ୍ଚ କର ତଳ ଦେଇକି ପ୍ରବେଶ କରିବା। ଉଚ୍ଚ ବଲା ହୁଏ ବେଶୀ ହେବା ଦରକାର, କମ ହେବା ଦରକାର। ଉଚ୍ଚ କଥା ହେଲା କେତେଟା? ଆମେ ଯେତେବେଳେ ନିହିମ୍ୟ ପୁସ୍ତକ ଖୋଲିବା ଦରକାର ନାହିଁ। ନିହିମ୍ୟ ପୁସ୍ତକ ଯେତେବେଳେ ଆମେ ଅଧ୍ୟୟନ କରିବା, ବାଇବଲରେ ଅଛି ସେ ପୁସ୍ତକ। ସେ ପୁସ୍ତକ 3ଟି ଅଧ୍ୟାୟ 14ରେ ଗୋଟେ ବିଷୟ ଲେଖାଇଛି, ସେଇଟା କେବଳ ଅନୁରୋଧ କରେ, ସେଇଟା କେବଳ ପଢିବା। ନିହିମ୍ୟ ପୁସ୍ତକ ତାର 3 ଅଧ୍ୟାୟ 14 ପଦ ଟିକେ ଆମେ ପଢିବା। କଣ ଲେଖାଇଛି? 3 ଅଧ୍ୟାୟ 14 ପଦ ଟିକେ। 3 ଅଧ୍ୟାୟ 14 ପଦ। ପୁଣି ସମସ୍ତେ ଧ୍ୟାନ ଦେଇକି ଶୁଣିବା। ପୁଣି ବେଇତ୍ ହକ୍କେର ହଁ ପୁଣି ହଁ ବେଇତ୍ ହକ୍କେର ପ୍ରଦେଶର ଅଧ୍ୟକ୍ଷ ପଢନ୍ତୁ ପଢନ୍ତୁ। ରେଖବର ପୁତ୍ର ମଲ୍କିୟ ଖତଦ୍ୱାରର ଜୀର୍ଣ୍ଣ ସଂସ୍କାର କଲା। କି ଦ୍ୱାର ପାଇଲ ସେଇଟା? ସମସ୍ତେ କୁହନ୍ତୁ କି ଦ୍ୱାର? ଖତ ଦ୍ୱାର। ସମସ୍ତେ କୁହନ୍ତୁ କି ଦ୍ୱାର? ଆଜ୍ଞା କି ଦ୍ୱାର? ଖତ ଦ୍ୱାର ନାହିଁ, ଖତ ଖତ ଦ୍ୱାର। ଖତ ଦ୍ୱାର ବୁଝୁଛନ୍ତି ନା? ଏମତି 9ଟି କଣ ଅଛି? ଗେଟ୍ ଅଛି। ଗେଟ୍ ବୋଲେ ଦ୍ୱାର ଅଛି। କୋଟି ଦ୍ୱାର ଅଛି? ଜେରୁସାଲେମର ବାଉଣ୍ଡ୍ରିରେ। ବୋର ଲାଗୁଛି କି ସରେଇବା କି? ହଁ ବେଶୀ ନା ବେଶୀ କମ କମ ସମୟ କହିବି, ତାପରେ ଆମେ ସରେଇବା। ସମସ୍ତେ ଶୁଣନ୍ତୁ, କେତେଟା ଗେଟ୍ ଅଛି ବୋଲି କହିଲି? ସମୟ ପାଇଁ କେତେଟା ଗେଟ୍ ଅଛି ବୋଲି କହିଲି? 9ଟା। ସେଠି ଭିତରୁ ଆଜ୍ଞା ସେଦିନ ପ୍ରଚାର କଲେ ଗୋଟେ ଗୋଲ୍ଡେନ ଗେଟ୍ ବୋଲି କହିବେ। ଯୀଶୁ ଖ୍ରୀଷ୍ଟ ବିଜୟ ଯାତ୍ରାରେ ସେ ଗେଟ୍ରେ ସେ ପ୍ରବେଶ କରୁଛନ୍ତି। ସେ ଗେଟ୍ରେ କିଏ ପ୍ରବେଶ କରିବ? କେବଳ ରାଜା ମାନେ ହିଁ ସେ ଗେଟ୍ରେ ସେମାନେ ପ୍ରବେଶ କରିବେ। ବିଜାତି ଲୋକମାନେ ଗୋଟେ ଅଲଗା ଗେଟ୍ରେ ପ୍ରବେଶ କରିବେ। ଆଉ ଏମିତି ଅନେକ 9ଟା ଗେଟ୍ ଅଛି। ସେଥି ଭିତରୁ ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ, ସେଥି ଭିତରୁ ଖତ ଦ୍ୱାର ବୋଲିକି ଗୋଟେ ଚାରିପାଟରେ 9ଟା ଯେମିତି ଅଛି, ସେଥି ଭିତରୁ ଖତ ଦ୍ୱାର ମଧ୍ୟ ଗୋଟେ ଗେଟ୍। ସମସ୍ତେ ଶୁଣନ୍ତୁ, ଜେରୁସାଲେମ ହେଉଛି ଏଇଟା। ଆମେ ଟିକେ ସେପଟକୁ ଦେଖିବା, ସେଟା ନଦୀ ନା ନାହିଁ? ଏବେ ସେଟା ବର୍ଷା ଆସୁନାହିଁ, ସେଥିପାଇଁ ପାଣି ଆସୁନାହିଁ। ସେଟା ନଦୀ ନା ନାହିଁ? ନଦୀ ନା ନାହିଁ ଆଜ୍ଞା? ସେଟା ନଦୀ। ତ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ମୁଁ ସେ ଜାଗାରୁ ସେ ସାହିକୁ ଯେତେବେଳେ ପାର କରିକି ଯାଉଛନ୍ତି, ପାର କରିକି ଗଲା ବେଳେ ସେ ନଦୀ ଗୋଟେ ପଡୁଛି। ସେ ନଦୀର ନାମ କଣ? କିଦ୍ରୋନ ନଦୀ ବୋଲିକି ଆମେ ଜାଣୁ। ହେଲେ ସେ ନଦୀରେ କଣ ପାଇଁ ବୋଲିକି ଯୀଶୁ ଖ୍ରୀଷ୍ଟଙ୍କର ଲେଖାରେ ମାନେ ବାକ୍ୟ ପ୍ରଚାରରେ କାହିଁକି ଏ ନଦୀ ଆସିଲା, ସେଇଟା ମୁଁ ଟିକେ ଆପଣମାନଙ୍କୁ କହିବା ପାଇଁ ଚାହେଁ। ହେଲେ ଏଇଟା ଜେରୁସାଲେମ ମନ୍ଦିର ସିନା, ଏଇଟା ଗେଟ୍ ଟିକେ ଦୂରରେ ଥିବ ନା ନାହିଁ? ଦୂରରେ ଅଛି ନା? ତ ବର୍ତ୍ତମାନ ସେ ଖତ ଦ୍ୱାର ଅଲଗା ଗେଟ୍। ଆଜ୍ଞା ନିଜ ଲାଗୁଛି କି? ହଉ। ତ ବର୍ତ୍ତମାନ ସେ ଖତ ଦ୍ୱାର ଗେଟ୍ ବୋଲିକି ସେ ମୂଳ ଗଛ ଆପଣ ଦେଖିଛନ୍ତି, ସେ ପଟ ସେ ଖତ ଦ୍ୱାର ଅଛି। ସମସ୍ତେ ଶୁଣନ୍ତୁ, କୋଉ ପଟ ରହିଲା? ସେ ନଦୀ ପାଖରେ ରହିଲା। ସମସ୍ତେ ଶୁଣନ୍ତୁ, କୋଉଠି ରହିଲା? ନଦୀର ପାଖରେ ବର୍ତ୍ତମାନ ସେ ଗେଟ୍ଟା ଅଛି। ଆଉ ବର୍ତ୍ତମାନ ମୁଁ କହିଛି, ଜଣେ ଯଦି ପାପ କାମ କଲା ପୁରାତନ ନିୟମରେ, ତାକୁ ପାପରୁ ଉଦ୍ଧାର କରିବା ପାଇଁ କଣ ବଳି ଉତ୍ସର୍ଗ କରୁଛନ୍ତି? ସମସ୍ତେ କୁହନ୍ତୁ ଆଜ୍ଞା। ମେଣ୍ଢା। ମେଣ୍ଢା କଣ କରୁଛନ୍ତି? ବଳି ଉତ୍ସର୍ଗ କଲା ପରେ ଯାଇକି ତାଙ୍କର ପାପ କଣ ହଉଛି? ମୋଚନ ହଉଛି, ଅର୍ଥାৎ କ୍ଷମା ହଉଛି। ସେମିତି ଯେତିକି ମାନେ ସେମାନେ ମେଣ୍ଢା ଯାକ ଆଣିବେ, ସେ ମେଣ୍ଢା କଣ କରିବେ? ବଳି ଉତ୍ସର୍ଗ କଲା ପରେ, ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ, ବଳି ଉତ୍ସର୍ଗ କଲା ପରେ ବଳି ଯଦି କାଟବା ରକ୍ତ ବାହାରିବ ନା ନାହିଁ? ସେ ସବୁ ରକ୍ତ ଯାକ ସେ ଖତ ଦ୍ୱାର ଦେଇକି କୋନ ଦିକୁ ଯାଉଛି? କିଦ୍ରୋନ ନଦୀକୁ ଯାଉଛି। ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ, ଧ୍ୟାନ ଦେଇ ଶୁଣନ୍ତୁ, କୋନ ଦିକୁ ଯାଉଛି? ଆମର ଏଇଟା ଏ ନଦୀର ନାମ କଣ ଆଜ୍ଞା? ନାଇଁ ନାଇଁ ସେ ବାଇବଲ ନଦୀ। ଏଇଟା କିଲେ ପାଣିର ସେ ନଦୀ ତୁମ ତଳ ପଟ
ତୁମୁଡମାଲା ନଦୀରେ ଯୋଉଟା କି ସମସ୍ତେ ଧ୍ୟାନ ଦେଇ ଶୁଣନ୍ତୁ, କ୍ଷମା କରନ୍ତୁ ମୋ ନାମ ଟିକେ ଉଚ୍ଚାରଣ କରିପାରୁନାହିଁ। ତ ବର୍ତ୍ତମାନ ମୁଁ କହିଲି ଗେଟ୍ କୋ ପାଖରେ ଅଛି, ସେ ନଦୀ ପାଖରେ ଅଛି। ତ ବର୍ତ୍ତମାନ ଯେତିକି ଏମାନେ କଣ କରିବେ, ବଳି ଉତ୍ସର୍ଗ କରିବେ, ଏମାନଙ୍କର ଖତ, ଏମାନଙ୍କର ରକ୍ତ, କାରଣ ନା ମେଷମାନଙ୍କ ରକ୍ତ ମାନେ ସେ ଖତ ଦ୍ୱାର ଦେଇକି ବାହାରକୁ ଯାଉଛି, ଏମିତି ଯାଇ 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 ସେ ନଦୀରେ ମିଶୁଛି। ବୁଝିଲେ? ଯେତେବେଳେ ନଦୀରେ ମିଶିବା ମାନେ ଯେତେବେଳେ ଏଇ ରକ୍ତ ନଦୀ ଦ୍ୱାରା ଯେତେବେଳେ ପ୍ରବାହିତ ହେଉଛି ହେବା ସମୟରେ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ସେ ନଦୀ ଦେଇକି ଗେତ୍ସେମନି ବଗିଚାକୁ ପ୍ରାର୍ଥନା କରିବା ପାଇଁ ଯାଉଛନ୍ତି। ଭଲ ଧ୍ୟାନ ଦେଇ ଶୁଣନ୍ତୁ। ଯେତେବେଳେ ସେ ରାସ୍ତା ଦେଇକି ସେ ମାନେ ଗମନ କରୁଛନ୍ତି ସେତେବେଳେ ମେଣ୍ଢାମାନଙ୍କର ରକ୍ତ କାନ୍ଦୁଛି। ଆଜ୍ଞା କେବେ ତୁମେ କ୍ରୁଶରେ ହତ ହେବ, ଯଦି କ୍ରୁଶରେ ହତ ହେବ, ଆମେ ମାନେ ଅର୍ଥାତ୍ ମେଣ୍ଢା ଗୋଷ୍ଠୀ ଆମେ ଆଉ ବଳି ଉତ୍ସର୍ଗ ହେବୁ ନାହିଁ ବୋଲି ସେମାନେ କାନ୍ଦୁ ଅଛନ୍ତି। ହାଲେଲୁୟା ହାଲେଲୁୟା। ଏମାନେ କାନ୍ଦବାଟା ଶୁଣିକି କିଏ ତାକୁ ଉତ୍ତର ଦଉଛି? ଯୀଶୁ ଉତ୍ତର ଦଉଛନ୍ତି କଣ ବୋଲି? ପ୍ରିୟର ମୋର ମେଣ୍ଢା ମାନେ ତମେ ବ୍ୟସ୍ତ ହୁଅ ନାହିଁ, ତୁମମାନଙ୍କର ସମସ୍ତ ବଳି ଉତ୍ସର୍ଗ କରିବା ପାଇଁ ବର୍ତ୍ତମାନର ଦିନ ସମାପ୍ତ ହେଲା। କାରଣ ତମର ପାଇଁ ବୋଲିକି ତୁମେ ଯେଉଁ ଜାଗାରେ ମରିବା କଥା, ତମକୁ ଯେଉଁ ଜାଗାରେ ମାନେ ଉତ୍ସର୍ଗ କରିବା କଥା ତମକୁ ଆଉ କରିବେ ନାହିଁ। ତମର ପାଇଁ ବୋଲିକି ମୁଁ ବର୍ତ୍ତମାନ କ୍ରୁଶରେ ହତ ହେବାକୁ ଯାଉଛି ବୋଲି କହିଲେ। ହାଲେଲୁୟା ହାଲେଲୁୟା। ଯେତେବେଳେ ଏଇଟା ଶୁଣିଛନ୍ତି ମେଣ୍ଢାମାନେ ଭାବିଲେ ଯାହା ହଉ ଆଜି ଠାରୁ ଆମେ କଣ ହେଲୁ, ସ୍ୱାଧୀନ ପାଇଲୁ, କାରଣ ଆମମାନଙ୍କର ପାଇଁ ବୋଲିକି ଜଣେ କ୍ରୁଶରେ ହତ ହେବାକୁ ଯାଉଛନ୍ତି। ଏମାନେ ଏଇଟା ଯେତେବେଳେ ଗ୍ରହଣ କରୁଛନ୍ତି ଆମେ ଟିକେ ହେବଲର କଥାକୁ ଟିକେ ମନେ ପକେଇବା। ହେବଲକୁ ଜାଣିଛନ୍ତି, ମୁଁ ଆପଣଙ୍କୁ ଅଲରେଡି କହିସାରିଲି। କଣ ପାଇଁ ହେବଲ କାହାଣୀ କହିଲି ଆମେ ଟିକେ ପଢିବା। ଆଦି ପୁସ୍ତକ ତାର 4 ଅଧ୍ୟାୟ 10 ପଦ ଟିକେ ପଢିବା। କଣ ବୋଲି ଲେଖା ଅଛି? ମୁଁ এটা কোন পাই ঠিক রইবা, ମୁଁ এটা কোন পাই পড়ে যে রক্ত কোন কান্দি পারব কি বলি কি এটা আপনাকে পড়াইବାକୁ ଟିକେ চেষ্টা କରୁଛି। ସେ କହିଲେ ଟିକେ বন্ধু রক্ত কেবে কথা কইব এর আশ্চর্য কথা। হেলে ମୁଁ নলে ভুল কইলি, সে মানে কান্দুଛନ୍ତି বলে ভুল কইলি নাই। এইটাକୁ কোন আমি ଟିକେ কোন କରିବା দরকার, ଟିକେ আমি বুঝিবা পাই কি আমি ଟିକେ এটা পঠন କରିବା। কোন বলে লেখাইছি? ସେ କହିଲେ ହଁ ସେ କହିଲେ ଅର୍ଥାৎ କିଏ କହିଲେ? ପରମେଶ୍ୱର କହୁଅଛୁ। କାହାଣୀ ଆପଣ ମାନେ ଶୁଣିଲେ ନା ନାହିଁ? ଆଦମଙ୍କର କାହାଣୀ ଶୁଣିଛନ୍ତି ନା ନାହିଁ? ହେବଲ କଇନକୁ କେମିତି କଇନ ହେବଲକୁ କେମିତି ମାରଲା ଆପଣ ଜାଣିଲେ? କେମିତି ମାରଲା? ରାଗିକି ଇର୍ଷାରେ ମାରଲା, ଆଉ କୋଉଠି ଫିଙ୍ଗି ଦେଲା? ଗୋଟେ ପଦାରେ ସିଏ ଫିଙ୍ଗି ଦେଲା ପରେ ବର୍ତ୍ତମାନ ଗୋଟେ ଘଟଣା କହୁଛି ନା, ମୁଁ କହିଲେ ହେବ ନାହିଁ, ବାଇବେଲ କହିବା ଆବଶ୍ୟକ। କଣ ବୋଲି ଲେଖା ଅଛି ଆଜ୍ଞା ଟିକେ ଆଉ ଟିକେ ସେଟାକୁ ଆରମ୍ଭ ଠାରୁ ପଢନ୍ତୁ। ସେ କହିଲେ ଅର୍ଥାତ୍ ପରମେଶ୍ୱର କଇନକୁ ପଚାରୁଛନ୍ତି, ହେ କଇନ ତୋର ଭାଇ କାହିଁ ଗଲା ବୋଲି ଯେତେବେଳେ ପଚାରୁଛନ୍ତି, ଇଏ କହିଲା ପ୍ରଭୁ ମୁଁ କଣ ତାର ଜଗୁଆଳି, ମୁଁ କଣ ତାର ଚାକର, ମୁଁ କଣ ତାକୁ ଦେଖା ସାକ୍ଷାତ କରୁଛି କି ମତେ ପଚାରୁଛୁ? ସେ କୋଉଠି କାହିଁକି ମତେ ଜଣା ନାହିଁ। ପ୍ରଭୁ କାହିଁକି ମତେ ତାର ବିଷୟରେ ପଚାରୁଛୁ ବୋଲିକି କିଏ ନା କଇନ ପରମେଶ୍ୱରକୁ ସିଏ ଉତ୍ତର ଦେଲା। ସେତେବେଳେ ପରମେଶ୍ୱର কইনକୁ এপ্রকার উত্তর দଉଛନ୍ତି কোন বলি কি তুমি কোন করিয়ছ? আরে 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 তু বড় মিছ কইছো, তু কোন করিয়ছ? তু মোটার মিছ কোনা, তু মোটার কে মিছ যদি কইবু মু পুরা সদা প্রভু মু সত্য বিষয় মধ্যে জানবি, মনুষ্যর উদরে কি কোন চিন্তা করছে সেটা জানবি। তু কোন কইছো মতে টিকে ক্লিয়ার ভাবে কো। নাই প্রভু মু কিছু করি নাই প্রভু, সে জীব প্রভু সে পুরা নাই ঘরে শুই জীব বলি সে কইতে মাত্র ঈশ্বর কথারে দুষ্টতা কেবে লুচিকে পারিব নাই। প্রিয় লোকମାନେ ହୋଇପାରେ ଆମମାନଙ୍କ ଜୀବନରେ ଆମମାନଙ୍କର ଦୁଷ୍ଟତା କଣ କରିଥାଉ, ଆମେ ମନୁଷ୍ୟର ଚକ୍ଷୁରେ କଣ କରିଥାଉ, ଲୁଚେଇ ଥାଉ ସତ କଥା। ପରମେଶ୍ୱରଙ୍କର ଚକ୍ଷୁରେ ଆମେ କେବେ ଲୁଚେଇ ପାରିବା ନାହିଁ। ତାଙ୍କର ଦୁଇଟି ଆଖି ସର୍ବଦା ସବୁଦିନ ପାଇଁ ସ୍ୱର୍ଗରୁ ଆମମାନଙ୍କୁ ଦେଖୁଅଛନ୍ତି କହୁଛନ୍ତି ଏ ମୋର ସନ୍ତାନ ଯଦି ଭୁଲ ଯଦି କରୁଛୁ ତୁ ମୋ ପାଖକୁ ଫେରେ, ଆଉ ଯଦି ତୁ ମୋ ପାଖକୁ ଯଦି ଫେରିବୁ ନିଶ୍ଚିତ ଭାବରେ ତୋର ପାପରୁ ଉଦ୍ଧାର କରିବା ପାଇଁ ମୋର ରକ୍ତ କେବଳ ତୋତେ କାଫି ବୋଲି ସେ କହୁଛନ୍ତି। ହାଲେଲୁୟା। ବୋର ଲାଗୁଛି କି
যদি ଭଲ ଲାଗୁଛି ଆମେ ସମାପ୍ତ କରିବା। ତାପରେ କଣ ଲେଖା ହେଇଛି ଏବେ କିଏ ପଚାରୁଛନ୍ତି କଥା ପରମେଶ୍ୱର ପଚାରୁଛନ୍ତି କାହାକୁ ପଚାରୁଛନ୍ତି ଆଜ୍ଞା ଶୁଣୁଛନ୍ତି କି ନାଇଁ ବହୁତ ଭଲ କିଏ ପଚାରୁଛନ୍ତି ଅମରନ୍ ଭାଇ ପରମେଶ୍ୱର କାହାକୁ ପଚାରୁଛନ୍ତି ହୋଇନ ତୁ କଣ କରିଛୁ ତୁ କଣ ଜାଣି ନାଇଁ ଜାଣି ନାହିଁ ମତେ ଟିକେ ମନୁଛି କି ବୋଲି ଯିବି ବୋଲା ନାଇଁ ପରମେଶ୍ୱରଙ୍କ ଠାରୁ କିଏ ଲୁଚି ପାରିବେ ନାହିଁ ଲୁଚି ପାରିବେ ସେଦିନ ମଉସାଙ୍କର ମା 3 ମାସ ପର୍ଯ୍ୟନ୍ତ ମଉସାକୁ କୋଠି ରଖିଥିଲା ଗୁପ୍ତ ଭାବେ ମା ଶୋଇଲ କି ନାଇଁ ଶୋଇନ ନାଇଁ ମୁଁ ଦେଖୁଛି ଆପଣ ଆଖି ଟିକେ ନା ଆଖି ବନ୍ଦ କରିକି ଆପଣ ଶୋଇଛନ୍ତି ନା ଆଖି ଅନେଇକି ଶୋଇବେ ଆଖି ବନ୍ଦ କରିକି ଶୋଇବେ ଆପଣଙ୍କର ଆଖି ସେମିତି ବୁଝିବ ଯାହା ବି ହଉ ଏବେ ସମସ୍ତେ ଶୁଣନ୍ତୁ ମଉସାଙ୍କ ସମୟରେ ଟିକେ ଧ୍ୟାନ ଦେବା ମଉସାଙ୍କର ସମୟରେ ଯେତେବେଳେ ଲୋକମାନେ ବେଶୀ ବୃଦ୍ଧି ହେଲେ ମିଶର ଦେଶ ଠାରୁ ଏବ୍ରିୟ ଲୋକମାନେ ଯେତେବେଳେ ଗହଳି ହେଲେ ମିଶରର ରାଜା ଗୋଟେ ପ୍ଲାନ୍ କଲା ଯେତିକି ଏବ୍ରିୟ ଲୋକମାନେ ଯଦି ପୁଅ ପିଲା ଯଦି ଜନ୍ମ ହେବ ତାଙ୍କୁ ସମସ୍ତଙ୍କୁ କଣ କରିବା ସମସ୍ତେ କହିବା କଣ ତାଙ୍କୁ ଶେଷ କରିଦେବା ଯୋଉ ଫଳରେ ତାଙ୍କର ବଂଶାବୃଦ୍ଧି ହେବ କେବଳ ପୁଅ ମାନଙ୍କୁ ସେଟା କହିଛି ତାଙ୍କର ବଂଶ କଣ ହେବ ନାହିଁ ବୃଦ୍ଧି ହେବ ନାହିଁ କହିଲା ବେଳେ ସମସ୍ତେ ବିଚାର ଶୁଣନ୍ତୁ ମଉସାଙ୍କର ବାପା ମାଙ୍କର ଘର ଏଇଠି ଥିବ ତାର ସାଇ ପଡ଼ିଶା ଘର ଥିବ ନା ନାହିଁ ତାଙ୍କେ ଯଦି ମିଶର ଯଦି ବାପ ଟିକେ ଆମର ମାଇଣ୍ଡରେ ଆମେ ଚିନ୍ତା କରା ମଉସାଙ୍କର ସମୟ ଉପସ୍ଥିତ ହେଲା ଜନ୍ମ ହେବା ପାଇଁ ତାର ପଡ଼ିଶା ଘର ଲୋକମାନେ ତ ନିଶ୍ଚିତ ଭାବରେ ଜନ୍ମ ଗୋଟେ ଏ ଘର କରିନଥିଲେ ମଧ୍ୟ ସେ ଘର କରିଥିବେ ନା ନାହିଁ କରିଥିବେ ନା ନାହିଁ ନିଶ୍ଚିତ ଜନ୍ମ ହେଇଥିବ ଦେଖ ଖୁସିର କଥା କି ଦୁଃଖର କଥା ଆପଣମାନେ କରିବା ଆବଶ୍ୟକ ସେ ଘରର ଲୋକକୁ ଭାର ରାଜା ଅର୍ଥାତ୍ ସେ ମିଶର ରାଜା ସେ ତାଙ୍କୁ ହତ୍ୟା କଲା ତାଙ୍କର ଲୋକ ଏବେ ମଉସାଙ୍କର ଝିଅକୁ ଲୁଚେଇକି ରଖିଥିଲା ହିସାବ ଆପା ମୋର ପିଲାକୁ ମାରା ତୋର ପିଲାକୁ ତ ଲୁଚେଇକି ରଖିଛୁ ମୁଁ ଯାଇକି କାହାକୁ କହିଦେବି ରାଜାକୁ କହିଦେବି ମୋର ପିଲା ଯେମିତି ମଲା ତୋର ପିଲା ମଧ୍ୟ ସେମିତି ମୋର ବୋଲି କେମିତି ଚିନ୍ତା କରିବେ ନା ଚିନ୍ତା କରିବେ ନା ନାହିଁ ବାଧ୍ୟ ଏବେ ଆପଣଙ୍କ ପିଲାକୁ ମାରିଲେ ଆପଣ ମୋର ପିଲା ମଲା ତୋର ପିଲା ବଞ୍ଚିବ କି ନାଇଁ ସେମିତି କହିପାରିବେ ନାହିଁ ମୋର ପିଲା ଯଦି ମରିଛି ତୋର ପିଲା ମଧ୍ୟ ମରିଯାଉ ବୋଲିକି ଚିନ୍ତା କରିବେ ସେଥିପାଇଁ ବୋଲିକି ୟାର ମା କାରଣ ମଉସାଙ୍କ ମା ଏତେ ମାତ୍ରାରେ 3 ମାସ ପର୍ଯ୍ୟନ୍ତ ଗୁପ୍ତରେ ସିଏ କିନ୍ତୁ 3 ମାସ ପରେ ସିଏ ଆଉ ରଖିପାରୁନାହିଁ ପିଲା ତ କାନ୍ଦୁଥିବ ନା ନାହିଁ ଏବେ ସିଆଡ଼େ ମା ଝିଅଙ୍କ ଉପରେ କଣ ସେ ମାନେ ଏରେ ଜଣେ କାନ୍ଦୁଛି ଯେ ଆମେ ପୁରା ସମସ୍ତେ ଚମକୁଛୁ ନାଇଁ କି ମଉସା ତ ସେମିତି ଛୋଟ ପିଲା ନାହିଁ 3 ମାସର ପିଲା କାନ୍ଦୁବା ନାହିଁ କିନ୍ତୁ ଦେଖୁ ସେ କାନ୍ଦୁବାଟା ଅନ୍ୟ ଘରକୁ ଶୁଭା ଯାଉ ନାହିଁ ଶୁଭା ଯାଉଥିଲେ ମଧ୍ୟ ସେମାନେ ପଚାରିଥିଲେ କଣ କାନ୍ଦୁଛି ନାଇଁ ବିଲେଇ କାନ୍ଦୁଛି ବୋଲି କହିଥିଲେ କଣ କାନ୍ଦୁଛି ନାଇଁ ଅନ୍ୟ କୌଣସି ଯଦି ପୁଅ କାନ୍ଦୁଛି ବୋଲି ଜାଣିବେ ଏମାନେ ତାଙ୍କୁ କହିଦେବେ ମିଶିକି କାହିଁକି ମନୁଷ୍ୟର କ୍ରୋଧ ଅଛି ତୋର ପିଲାକୁ ମାରିଦେଲେ ମୋର ପିଲାକୁ ଯଦି ଛାଡ଼ିଦେଲେ ହବ ନାଇଁ ହବ ନାହିଁ ସେଥିପାଇଁ 3 ମାସ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ଦାସ ମଉସାକୁ ତାଙ୍କର ମା ବାପା ଭାଇ ଭଉଣୀ ଗୁପ୍ତରେ ରଖିଲେ ଗୁପ୍ତରେ ରଖିଲା ପରେ 3 ମାସ ପରେ ଆଉ ସେମାନେ ପାରୁ ଶେଷରେ କଣ କଲେ କିଏ କହିପାରିବ ସେମାନେ ନଦୀ କଣ ସେଇଟା ନଦୀରେ ପାଣିରେ ପାଣି ତ ବସେଇଲେ ସତ ପେଡ଼ିରେ ହଁ ସେ ପେଡ଼ିରେ ଗୋଟେ ମାନେ ରଖିଲା ପରେ ତାକୁ ବସେଇଲେ ଆପଣ ତାପରେ ସେ କାହାଣୀ ଜାଣିଛନ୍ତି ମୋର କହିବାର ତମେ ଯେତେ ରୁଚିକ ରହିଲେ ପରମେଶ୍ୱରଙ୍କର ଚକ୍ଷୁରେ କେବେ ଲୁଚି ପାରିବା ତମେ ବୋଲି ନାହିଁ ମୁଁ ମଧ୍ୟ ଆମେ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ପରମେଶ୍ୱରଙ୍କ ଠାରୁ ତାଙ୍କର ଚକ୍ଷୁରୁ ଆମେ କେବେ ଲୁଚି ପାରିବା ନାହିଁ ସେମିତି ଏ କହିଲ କହିଲା ବୋଧେ ମୁଁ ପ୍ରଭୁକୁ କଣ କହିଦେବି ନାଇଁ ପ୍ରଭୁ ସେମିତି କରି ନାହିଁ କହିଲା ବେଳେ ଏଇଠି ସୁନ୍ଦର ଭାବେ ଟିକେ ପଢିବା ସେ କଣ ଲେଖା ହେଇଛି ସେ ସେ କହିଲେ ପରମେଶ୍ୱର କହୁଛନ୍ତି ତୁମେ କଣ କରିଅଛ ହେ କହିଲ ତୁମେ କଣ କରିଅଛ ମୁଁ କଣ ଜାଣି ନାହିଁ ସେ କଣ କହୁଛି ତୁମ ଭାଇର ରକ୍ତ ସମସ୍ତେ ଶୁଣ ହେ କହିଲ ତୁ କଣ କରିଅଛୁ ଯେ ତୁ କଣ ଗୋଟେ କରିଥିବା ହେତୁ ତୋର ଭାଇର କଣ ଆଜ୍ଞା ସେଇଟା ରକ୍ତ ସମସ୍ତେ କହିବା କଣ ରକ୍ତ ଆଉ ଟିକେ କହିବା କଣ ରକ୍ତ କଣ କରୁଛି ବର୍ତ୍ତମାନ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି ହାଲେଲୁୟା ସେମିତି ମେଣ୍ଢା ମାନଙ୍କର ରକ୍ତ ସେମାନେ ଯେତେବେଳେ ଯୀଶୁକୁ ସେଇ ଚିତ୍ର
হে প্রভু যীশু খ্রিস্ট আমি তোমাকে আজি আমার এই মানে ভুলি তোমাকে হ্রদন করিকি কান্দিকি ডাকুছু কেবে তুমি এই জগত পাই মৃত্যুবরণ করিব যদি তুমি জগত পাই যদি মৃত্যুবরণ যদি করিব তেবে আমি আও বলি হেবু নাই বলিকি কানি কটরে প্রার্থনা করলে কানি কটরে কান্দুছন্তি মেন্টার রক্ত মানে কানি কটরে কান্দুছন্তি বর্তমান যীশু খ্রিস্ট এটা শুনিকি এতে আনন্দরে কହୁছন্তি কেবল তমর পাই মেন্টা মানক পাই মরিবে নাই সারা পৃথিবী পাই অর্থাৎ কিলে পাঙ্গার সমস্ত মণ্ডলী পাই মরিବାକୁ যাଉଛି ବୋଲି କହିଲେ ହାଲେଲୁୟା ଆଉ ତାହା ହେଉଛି ଗୁଡ୍ ଫ୍ରାଇଡେ ଅର୍ଥାৎ ତାହା ହେଉଛି শুভ শুক্রবার প্রেজ দ্য লর্ড হালেলুয়া হালেলুয়া শুভ শুক্রবারে আপনাମାନେ জাଣିଛନ୍ତି কালি ଯୀଶୁ ଖ୍ରୀଷ୍ଟ କଣ କଲେ ନା କ୍ରୁଶରେ ହତ ଆଜ୍ଞା ସୁନ୍ଦର ଭାବରେ କହିଲେ ତିନଟାରେ ବର୍ତ୍ତମାନ ଯୀଶୁକୁ କଣ କଲେ ଗତକାଲି ତାକୁ ମାନେ କ୍ରୁଶର ଓହ୍ଲେଇଲା ପରେ ତାକୁ ସମାଧି କରିବା ପାଇଁ ହାର ମାତ୍ର ଯୋସେଫ ନଉଛି ତାପରେ ସବୁ ବିଷୟ ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ଆଜିର ଦିନରେ ଯୀଶୁ କେଉଁଠାରେ ଅଛନ୍ତି ଆପଣମାନେ କହିଲେ କୋଉଠି ଅଛନ୍ତି କୋଉଠି ଅଛନ୍ତି କିଏ ପାର୍ଟି କରି କୁହନ୍ତୁ ଲାଜ ଅଛନ୍ତି କି ନାଇଁ ଲାଜ ନାହିଁ ଆମେ ସତ୍ୟ ବାକ୍ୟ ଶିଖୁଅଛୁ ଯେଉଁମାନେ ସତ୍ୟ ଭାବରେ ଶିକ୍ଷା ଗ୍ରହଣ କରନ୍ତି এই ଜଗତର ଦିଆଙ୍କର ଶୈତାନ ତାଙ୍କୁ କେବେ ହରଣ କରି ନେଇକି ଯିବ ନାହିଁ ପ୍ରେଜ ଦ ଲର୍ଡ ହାଲେଲୁୟା 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 ଦେଖୁ ଏମିତି ନୁହେଁ ପ୍ରଭୁର ବାକ୍ୟ ଉତ୍ତେଜିତ ଭାବରେ ଶିଖିବା ଦରକାର ମୁଁ ହାଲେଲୁୟା କହିଲେ ଶୈତାନ ଡରିକି 7 କିଲୋମିଟର କଣ ମାନେ ବହୁତ ଦୂରକୁ ଯିବା ଦରକାର ପ୍ରେଜ ଦ ଲର୍ଡ ଏବେ ହାଲେଲୁୟା କୁ କହିବା ହାଲେଲୁୟା ଆଉ ଟିକେ ଉଚ୍ଚା ହାଲେଲୁୟା ଶୈତାନ କେତେ ଦୂର ଗଲା ସେଥିପାଇଁ ଆମେ ସମସ୍ତେ ବିଶ୍ୱାସ କରୁଛୁ ଏବେ ଆଉ ଶୈତାନ ପାଖରେ ସେ তুমি উচ্চ করে কাঁদে হালেলুয়া হালেলুয়া বর্তমান যীশু খ্রিস্ট কোঠি অছন্তি সমস্ত কোন নাই সমাধিরে অছন্তি বর্তমান যীশু খ্রিস্ট সমাধিরে ଯିବା ପୂର୍ବରୁ ତାର ବାମ ପାର୍ଶ୍ୱରେ ତାର ଖେବଡ଼ି ପଟ ଆଉ ତାର ଖାଇଲା ପଟ ଦି ଜଣ ଥିଲେ କିଏ ସେଇଟା ଦୁଇଟି କିଏ ସେ ଦୁଇ ଜଣ ଜଣେ କଣ ବୋଲି କହିଲା ତୁ ନିଜକୁ ବଞ୍ଚା ମାଙ୍କୁ ବି ବଞ୍ଚା ଯୀଶୁ ତୁ ଯଦି ଯୀଶୁ ବୋଲେ ଆମକୁ ଖାଇ ପାଇଛୁ ଏମିତି କହିଥିବ ଚୁପ ନା ତୁ କଣ ଜାଣିଲ ମୋର ଭାଇ ଆଜି ପ୍ରେଜ ଦ ଲର୍ଡ ହାଲେଲୁୟା ତୁ କଣ ଫୁଟାଣି କାଢୁଛୁ ତୁ ସିନା ଚୋର ହବା ପାଇଁ ତତେ ଟଙ୍ଗେଇଲେ ମୁଁ ସିନା ଚୋର କରିବା ପାଇଁ ତତେ କ୍ରୁଶରେ କଣ କରିଛୁ ହତ କରିଛନ୍ତି ଏ ବ୍ୟକ୍ତି ତୋର ପାପ ମୋର ପାପ ଉଦ୍ଧାର କରିବା ପାଇଁ ୟାକୁ ଆଜି ଟଙ୍କା ଜୀବିତ କରୁଛନ୍ତି ଆଜି ସେମିତି ଆମ ପାଇଁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଇଛନ୍ତି କେତେ ଲୋକ ବିଶ୍ୱାସ କରୁଛନ୍ତି ହାତ ଦେଖି ପ୍ରାର୍ଥନା କରିବା ଯୀଶୁ ଖ୍ରୀଷ୍ଟ ମୋ ପାଇଁ କ୍ରୁଶରେ ତାଙ୍କର ଶେଷ ରକ୍ତ ଟୁପା କରିକି ଆମକୁ କଣ କରିଛନ୍ତି ଉଦ୍ଧାର କରିଛନ୍ତି ଟପାଇ ଟପାଇ ରକ୍ତ ଧାର ଝରି ଗଲା ରେ କେତେ ଝରି ଗଲା ରେ କେତେ ଝରି ଗଲା କେମିତି ଆଜ୍ଞା ନଈନାଳ ପରି ଝରି ଗଲା ନଈନାଳ ପରି ଝରି ଗଲା ଆମେ ସମସ୍ତେ ଛିଡ଼ା ହେବା ଗୀତ ଗାଇବା ତାପରେ ଆମେ ସମସ୍ତେ କହିବାକୁ ଯିବା ସମସ୍ତେ ଛିଡ଼ା ହେବା ମରିକା ଗୀତ ଅନୁରୋଧ କରୁଛି ଆମେ ସମସ୍ତେ ଆଉ ଟିକେ କହିବା ପାଇଁ ଚାହେଁ ଏ ଗୀତକୁ ଟିକେ ଶ୍ରବଣ କରିବା ଆଉ ବୁଝିବା ପାଇଁ ଚେଷ୍ଟା କରିବା ଏ ଗୀତ ପ୍ରକୃତରେ କଣ କହୁଅଛି ଆସନ୍ତୁ ଆମେ ସମସ୍ତେ ଏ ଗୀତ ଗାଇବା ସମସ୍ତେ ହାଲିଆ ଲାଗିଲା କି କାହାକୁ ହାଲିଆ ଲାଗିଲା ସମୟ ଲାଗିଲା ହାଲିଆ ଲାଗିଲା କି ନାଇଁ ત્યારે ପରାମର୍ଶ ଲାଗି ହାଲିଆ ଲାଗିଲା କି ହାଲିଆ ନାହିଁ ଆମେ ଜୀବିତ ଈଶ୍ୱରଙ୍କ ଠାରେ ଆମେ ହାଲେଲୁୟା ସେ ଆମ ପାଇଁ ଏଥିପାଇଁ ସମସ୍ତେ ଈଶ୍ୱରଙ୍କ ଠାରେ ଗୀତ ଗାଇ ପ୍ରଶଂସା କରିବା ଆସନ୍ତୁ
তোপায় তোপায় রক্ত ধারণ ঝরে গো লাল গেছে ঝরে গো লাল গেছে ঝরে গো তোপায় তোপায় রক্ত তোপায় তোপায় রক্ত ধারণ ঝরে গো লাল গেছে ঝরে গো লাল গেছে ঝরে গো যিশুর কথা শুনে যিশুর কথা শুনে সিয়াম ভাই সତରେ বললে আজ আমি যিশুর কথা শুনিবা আবশ্যক ଯେଉଁମାନେ ନିଜର କର୍ମକୁ ଖୋଲି ନାହାନ୍ତି ବର୍ତ୍ତମାନ ଖୋଲିବା ଆବଶ୍ୟକ ପ୍ରଭୁ ମୁଁ ଆଜି ତୁମର ସେ ରକ୍ତର ଶେଷ ଟପାକୁ ମନେ ପକେଇବି ଆଉ ମୋର ଆଖିକୁ ଖୋଲି ଦିଅ ମୁଁ ଆଜି ଦେଖିବି ବୋଲି ଆମେ ସମସ୍ତେ ପ୍ରାର୍ଥନା କରିବା ସମସ୍ତେ ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା যিশুর কথা শুনে যিশুর কথা শুনে যিশুর কথা শুনে যিশুর কথা শুনে সব কথা মনে রেখে ভাবতাই সব কথা মনে রেখে ভাবতাই মনে জীবন দেই করে করে গাউতা মনে জীবন দেই করে করে গাউতা কালো বড়ি কুসরে জীবন দে কালো বড়ি কুসরে জীবন দে মনো পাপ পাই মরে তোপায় 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 রক্ত ধারো ঝরে গো লাল গেছে ঝরে গো লাল গেছে ঝরে গো তোপায় 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 রক্ত ধারো ঝরে গো লাল গেছে ঝরে গো লাল গেছে ঝরে গো ଆମେ ସମସ୍ତେ ଟିକେ ପ୍ରାର୍ଥନା କରିବା ଟିକେ ଆମେ ମନେ ପକେଇବା ଆମେ ଯୀଶୁଙ୍କର ସେଇ ଯନ୍ତ୍ରଣାକୁ ଆମେ ଟିକେ ମନେ ପକେଇବା କାହା ପାଇଁ ନାହିଁ କେବଳ ଆମେ ଜଗତରେ ଭୟରେ ଥିଲୁ ପାପର ଆମେ ଉଦ୍ଧାର ପାଇପାରିନଥିଲୁ ସେଥିପାଇଁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗର ସିଂହାସନ ଛାଡ଼ିକି ଯେଉଁ ସିଂହାସନ କି ସୁନା ଠାରୁ ବି ମୂଲ୍ୟବାନ ମୁକ୍ତା ଠାରୁ ବି ମୂଲ୍ୟବାନ ମଣି ଠାରୁ ମୂଲ୍ୟବାନ ସେଇ ସମସ୍ତ ବିଷୟ ଛାଡ଼ିକି ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଲେ କାରଣ ଏତିକି ପାଇଁ ଆସିଛନ୍ତି ମତେ ଓ ଆପଣମାନଙ୍କ ପାଇଁ ପାପରୁ ଉଦ୍ଧାର କରିବା ପାଇଁ ଆସିଅଛନ୍ତି ଆମେ ଟିକେ ମନେ ପକାଇବା ତାଙ୍କର ରକ୍ତ ନଈ ନାଳ ପରି ଝରିଗଲା କେବଳ ମତେ ଓ ଆପଣମାନଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା ପରମେଶ୍ୱରଙ୍କ ଠାରେ ଏତିକି ମନେ କରି ପ୍ରାର୍ଥନା କରିବା ପ୍ରଭୁ ମୁଁ ଯଦି ଆଜି ତୁମର ଯନ୍ତ୍ରଣାକୁ ଟିକେ ମନେ ପକାଇବି ତେବେ ମୋର ଯନ୍ତ୍ରଣା କିଛି ନାହିଁ ବୋଲିକି ଆମେ ନିଜକୁ ଆମେ ପ୍ରାର୍ଥନା କରିବା ପ୍ରଭୁ ତୁମେ ମୋ ପାଇଁ କେତେ କଷ୍ଟ ସହ୍ୟ କଲ ପ୍ରଭୁ ତୁମେ ମୋ କେତେ ଚାଷର ପ୍ରହାର ପାଇଲ ମୋ ପାଇଁ ମାନେ କେତେ ତୁମେ ପ୍ରଭୁ ଜୀବନରେ କଷ୍ଟ ସହିଲ ପୂର୍ବର ସତ୍ୟ ସହିଲ ପ୍ରଭୁ ଓ ପବିତ୍ର ପରମେଶ୍ୱର ଆଜି ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଓ ପବିତ୍ର ପରମେଶ୍ୱର ତୁମେ ହୃଦୟକୁ ସ୍ପର୍ଶ କର ଓ ପବିତ୍ର ପରମେଶ୍ୱର ହୃଦୟର ବେଦନା ପ୍ରଭୁ ବାହାରେ ପ୍ରାର୍ଥନା କରି ପବିତ୍ର ପରମେଶ୍ୱର ତୁମେ ଆସ ପ୍ରଭୁ ତୁମେ ଆସ ପ୍ରଭୁ ତୁମେ ଆସ ଆମର ଜୀବନରେ ପବିତ୍ର ପରମେଶ୍ୱର ଯେ ପ୍ରକାର ଅସୀମ ପ୍ରେମ କର ସେଇ ପ୍ରେମର ଗୋଟିଏ ମାତ୍ର ଚିହ୍ନ ଯେମିତି ନଦୀ କୃଷ୍ଣରେ ସମସ୍ତ ମାନବ ଜାତି ପାଇଁ ସମସ୍ତ ପୃଥିବୀ ଲୋକମାନଙ୍କ ପାଇଁ ପ୍ରଦାନ କରାଯାଇଅଛି ପବିତ୍ର ପରମେଶ୍ୱର ପ୍ରଭୁ ତୁମର ରକ୍ତ ପ୍ରଭୁ କପାଏ କରି ପ୍ରଭୁ କୃଷ୍ଣର ପ୍ରଭୁ ଝରିଗଲା କେବଳ ଜଗତରୁ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ପବିତ୍ର ପରମେଶ୍ୱର ଆସ ଆମେ ସମସ୍ତେ ସଚେତନ କରିବା ମନେ ପକାଇବା ଯେ ଯୀଶୁ ମୋ ପାଇଁ ମୃତ୍ୟୁବରଣ କଲେ ସେ ଜନ୍ମଲେ ସେ ବେଶମାନେ ତାଙ୍କର ଜୀବନ ଯେ ପ୍ରକାର ଯେ ବିଶ୍ରାମ ଦ୍ୱାରା ଓ ତା ସ୍ୱାଧୀନତା ଦ୍ୱାରା ବଞ୍ଚିବ ଏଥିପାଇଁ କିଦ୍ରୋନ ନଦୀରେ ରକ୍ତ ଯାଉଥିବା ରକ୍ତ ଯୀଶୁକୁ ଉଚ୍ଚ ଶରୀର ଅଛି ଏ ପରାତ୍ମା ସର୍ବପରମେଶ୍ୱର ତୁମେ ଆମକୁ କେତେବେଳେ ଉଦ୍ଧାର କରିବ ତୁମେ ଜଗତକୁ ଆସିକି କେତେବେଳେ ମୃତ୍ୟୁବରଣ କରିବ ସେଥିପାଇଁ ସେମାନେ ଈଶ୍ୱରଙ୍କ ଠାରେ ବନ୍ଦରକୁ ଅଛନ୍ତି ଆସନ୍ତୁ ଆମେ ସେଇ ପ୍ରକାର ପ୍ରାର୍ଥନା କରିବା ପରମେଶ୍ୱରଙ୍କ ପ୍ରାର୍ଥନା କରିବା ଯୀଶୁଙ୍କ ନିକଟରେ ରହିବା ପ୍ରଭୁ ମୁଁ ମଧ୍ୟ ଜଗତରେ ଶୈତାନର ପ୍ରଭୁ ଚାବୁକରେ ଶୈତାନର ଜଞ୍ଜିରରେ ଶୈତାନର ଖାଞ୍ଚରେ ମୁଁ ବନ୍ଧାଇଥିଲି ମୁଁ କେବେ ବି ମୋର ବୋଲ ଦ୍ୱାରା ମୁଁ ଶୈତାନ ଠାରୁ ପ୍ରଭୁ ବାହାରି ପାରୁନଥିଲି ପ୍ରଭୁ ତୁମେ ମତେ ଶୈତାନର ବନ୍ଧନରୁ ଅର୍ଥାତ୍ ପାପର ବନ୍ଧନରୁ ମୁକ୍ତ କରିବା ପାଇଁ ସ୍ୱର୍ଗରୁ ପ୍ରଭୁ ତୁମେ ମନୁଷ୍ୟ ରୂପ ଧାରଣ କଲ ଆଉ ପ୍ରଭୁ ଯେଉଁ ଶିଙ୍କୁଳି ବଦଳିଥିଲା ସେଇ ଶିଙ୍କୁଳି କୌଣସି ହାମରରେ ଛିଡ଼ାଇଲ ନାହିଁ କୌଣସି କାଠିରେ ନାହିଁ କି କୁରାଢ଼ୀରେ
এটাই নাই আপনার বহুমূল্য রক্ত প্রদান করেছে তাই ও পবিত্র পরমেশ্বর সেই রক্ত আজ ମୋ ନିଜ ଜୀବନରେ କିଛି ବିଷୟକୁ ଶିଖିବା ପାଇଁ କିଛି ବିଷୟରେ ପ୍ରଭୁ ଛାଡ଼ିବା ପାଇଁ ରକ୍ତର ବିଷୟରେ ଟିକେ ଭାବୁଅଛି ଆସଲରେ ପ୍ରାର୍ଥନା କରିବା ପ୍ରିୟ ଲୋକମାନେ ଚିନ୍ତା କରନ୍ତୁ ନାହିଁ ଯୀଶୁ ଖ୍ରୀଷ୍ଟ ଅଲରେଡି ମୋ ପାଇଁ ବା ଆପଣମାନଙ୍କ ପାଇଁ ମୃତ୍ୟୁବରଣ କରିଛନ୍ତି କେବଳ ମନେ ପକାନ୍ତୁ କୋଉ ମାଧ୍ୟମରେ ମନେ ଆଉ ମୋ ପାଇଁ ମନେ କରି ସମସ୍ତେ ଆଜି ଆମେ କହିବା ଆବଶ୍ୟକ ପ୍ରାର୍ଥନା କରିବା ଗ୍ଲୋରି ଟୁ ଗଡ୍ ହାଲେଲୁୟା 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 धन्यवाद 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 हालेलुया हालेलुया Glory to
ଜୀବନରେ କର୍ମ କରିବା ପାଇଁ ଆମକୁ ଦୁଃଖକୁ ଦୂର କରିବା ପାଇଁ ଆମକୁ ବଦଳରେ ନିଜେ ଦୂର ବୃତ୍ତି ବଡ଼ করে মারতে দিবেন ধন্যবাদ বলছি বাবা তুমি সেটাই বলতে প্রত্যেক কর্মকে স্পর্শ করে দিও প্রত্যেক কর্মকে জীবনে তুমি শুভ কামনা করে দিও তোমার মৃত্যু জীবন সমস্তকে আশীর্বাদ দিয়েছে বেশি করে বড় করে সাহায্য করো প্রভু তোমার বলিদান শাস্তি করে প্রভু তোমার বলিদান করতে দেওয়ার সমস্ত কমাই তুমি ধন্যবাদ দিচ্ছি সমস্ত মানব জাতিরা উদ্ধারের মধ্যে প্রভু অনেক সানাসো না দুসরো কোন নাসো তারপরে ঠিক আজ 20 মিনিট পরে